ମୁଁ ରାକେଶ ନାୟକ, घर भिरंग। ମୁଁ ଏସମା मेगामार्ट रे काम करଥିଲି 4 मास ହେଲାଣି। 4 मास ଭିତରେ मोर मासକୁ 10,000 लेखा दरमा। ମୁଁ पैसा मागिबार मालिक मते बाड़ेला। ମୁଁ दिनेश मुखिल। मते कहबो सौदा नहीं जा, सौदा नहीं जा। मो पुओ देह खराब, ମୁଁ ମାଗିଲି ଭାଇ ମୋତେ ଟଙ୍କା 3,000 ଦିଅ, ମୁଁ ତାକୁ କଟକ ନେଇଯିବି। 3 ମାସ ହେଲା ଡକ୍ଟର କହିଲାଣି, 3 ମାସ ଗଡ଼ିଲାଣି। ମୋ ପୁଅ 17 ଦିନ ହେଲା ଆଇସିୟୁରେ ଥିଲା। 17 ଦିନ ପରେ ଏବେ ବି ମୋ ପାଖରେ ରିପୋର୍ଟ ଅଛି ମେଡ଼ିକାଲର, ମୁଁ ଦେଖେଇ ପାରିବି। ମୋ ପୁଅ କାଲି ସକାଳେ ଯେଉଁ ମୋ ପୁଅର କ'ଣ ହେଇଯାଏ, ମୁଁ ପଇସା ମାଗିଲି। ମୋତେ ପଇସା ମାଗିବାରୁ ମୁଁ ଘରେ ଥିଲି। ମୋତେ 8ଟା ବେଳେ ଫୋନ୍ କଲା, ପରଦିନ ସକାଳ 8ଟାରେ ମୋତେ ଫୋନ୍ କଲା। ମୁଁ କହିଲି ଭାଇ ମୁଁ ଯାଉଛି ଦେଖିକି, ଏଇଠୁ ମୋର ଗାଡ଼ି ନାହିଁ, ମୁଁ ଯାହା ସାଙ୍ଗରେ ଲିଫ୍ଟ ମାଗି ଆସେ। ମୁଁ ଯାଉଛି, ମୋତେ କହିଲା ତୋର ଆସିବା ଆଉ ଦରକାର ନାହିଁ। ତ ମୋର ପଇସା ଅଛି, ତଥାପି ମୁଁ ପଇସା କଥା କହିବାକୁ ଆସିବାରୁ ମୋତେ ବାଡ଼ାବାଡ଼ି କରି ଘରକୁ ଚୋରି କରୁଛୁ। ବ୍ୟାଟ୍ରେ, କ୍ରିକେଟ ବ୍ୟାଟ୍। ସିଏ ଯୋଉ ଫୁଟେଜଟା ଦେଖୁଛନ୍ତି ସେଇଟା ହଉଛି ଲାଷ୍ଟ ଫୁଟେଜ। ମାନେ ଆମେ ସଦାସତି କରୁଛୁ, ଆମେ ମାନୁଛୁ, ଆମେ ସଦାସତି କରୁଛୁ, କିନ୍ତୁ ଆମକୁ ଆଗ ବାଡ଼େଇଲେ ସେଟା ଦୋକାନ ଭିତରେ ସେ ସିସିଟିଭି ଫୁଟେଜ ଯାଞ୍ଚ ହବ। ଆଗ ତାଙ୍କ ଦୋକାନ ଭିତରେ ସବୁ ଯାକ ସିସିଟିଭି ଫୁଟେଜ, ଏମିତିକି ମାସକର ସିସିଟିଭି ଫୁଟେଜ ଯାଞ୍ଚ ହବା ଦରକାର। ସିଏ ମାସକ ଭିତରେ ମୋତେ କ'ଣ କଥାବାର୍ତ୍ତା କରିଛନ୍ତି ଦୋକାନ ଭିତରେ, ଇଏ କରିବା, ମୋତେ ବିଭିନ୍ନ ପ୍ରକାର ଅତ୍ୟାଚାର ସେ ତା ଭିତରେ କରନ୍ତି। ଏବଂ